ओके नमस्कार गुड मॉर्निंग सुप्रभात आपण ମାନେ नमस्ते। गुड ନମସ୍କାର मॉर्निंग ଜୟ ଆରସିଏମ ଆପଣ ମାନଙ୍କୁ ସମସ୍ତଙ୍କୁ ବହୁତ 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 ଶୁଭେଚ୍ଛା ସ୍ୱାଗତ ଏ ରିଭିଜନ ସେସନ କୁ ଆ, ଇଏ ଆକ୍ଚୁअली ये ସେସନ ଆମର ଏଥିପାଇଁ ହୁଏ ଯେ ଯୋଉ ସେସନରେ କି ଆମେ ଏ, ଗୋଟେ ଶିକ୍ଷକ ହିସାବରେ ଆମେ ଯାହା ଶିଖିଲେ ଗୁରୁକୁଳ ସେସନରେ ତ ତାକୁ ଆମେ ଏଠି ପ୍ରେଜେଣ୍ଟ କରିବା ଆମେ ପ୍ରେଜେଣ୍ଟ କଲେ ଆମର ନିଜର ଆ, ଭିତରେ ବହୁତ ସାରା କଳା ଯୋଉଟା କି ବିକଶିତ ବି ହେଇପାରିବ ତାକି ଆମେ ଫିଲ୍ଡରେ ଆମେ ବହୁତ ବଡ଼ କାମ ବି କରିପାରିବା ଫିଲ୍ଡରେ ସମସ୍ତଙ୍କ ପାଖରେ ଆମେ ଆ, ଆମର ପ୍ରେଜେଣ୍ଟେସନକୁ ଆମେ ଠିକ ଭାବରେ ଆମେ ରଖିପାରିବା ଅ, ଯେମିତିକି କୁହାଯାଏ ଯେ ଯଦି ଆମର ପ୍ରେଜେଣ୍ଟେସନ ଠିକ ରହିଲା ଆମର କହିବାର ଶୈଳୀ ଠିକ ରହିଲା ସବୁ କିଛି ଠିକ ରହିଲା ତାହେଲେ ସାମ୍ନା ବାଲା ଲୋକ ଆମକୁ ପଜିଟିଭ ୱେରେ ନବ ଆଉ ପଜିଟିଭରେ ନବ ମାନେ ତ ଆମେ ଯୋଉଥିପାଇଁ ଯାଇଥିବା ସେ କାମ ଆମେ ସକ୍ସେସ୍ ହବା ଓଡ଼ିଆରେ କୁହାଯାଏ ଯେ ତିନିଟି ଉପାୟ ଯେମିତିକି ଖା ଭୁଞ୍ଜ ଗିଳେ ତ ଆମେ ସେଇ ହିସାବରେ ଆମେ ନିଜକୁ ପ୍ରିପେୟାର କରିବା ପାଇଁ ଏ ଗୁରୁକୁଳରେ ଆମକୁ ସଂସ୍କାର ଶିଖା ହଉଛି ଆମକୁ ଆଗକୁ ବଢିବା ପାଇଁ ଜୀବନରେ ବହୁତ ବଡ ପୋଜିସନରେ ଯିବା ପାଇଁ ଆମ ପାଖରେ ଗୁରୁକୁଳରେ ବହୁତ କିଛି ଶିଖା ହଉଛି ସେଥିଲାଗି ଆପଣ ମାନେ ଆମେ ମାନେ ସମସ୍ତେ ସକାଳୁ ସକାଳୁ ଆମେ ଗୁରୁକୁଳକୁ ଆମେ ଅଧ୍ୟୟନ କରୁଛେ ଏ ଶିକ୍ଷା ନଉଛେ ଗୁରୁକୁଳର ଶିକ୍ଷା ନଉଛେ ତ ଗୁରୁକୁଳର ଶିକ୍ଷା ନବା ପାଇଁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ फिर भी ମୁଁ କହିବି କି ଇଏ ପ୍ରତ୍ୟେକ ଯୋଉ ସେସନ ଆମର ଚାଲିଛି ସକାଳୁ ଯୋଉ ରିଭିଜନ ସେସନ ଆମର ଚାଲିଛି ଇଏ ରିଭିଜନ ସେସନରେ ଆମେ ମାନେ ସମସ୍ତେ ଆ, ଯାହା ଶିଖୁଛେ ତ ତାହା କହୁଛେ ଆଉ ଇଏ ବି ରେକର୍ଡିଂ ବି ହଉଛି ଆଉ ଇଏ ରେକର୍ଡିଂ ବି ଆମେ ପଛରେ ୟୁଟ୍ୟୁବରେ ବି ଆମେ ଦେଖିପାରୁଛେ ତ ୟୁଟ୍ୟୁବରେ ଆମେ ସେଇଟାକୁ ବେଶୀ ଧ୍ୟାନ ଦେବା ଦରକାର ଯେ ଆମେ କଣ କହିଲେ ଆମ ବ୍ୟାକଗ୍ରାଉଣ୍ଡ କେମିତି ରହିଲା ଆମର ଭିଡ଼ିଓ ଆମେ ଯଦି ଖୋଲିଛେ ଆମେ ଭିଡ଼ିଓ ବନ୍ଦ କରିକି କହୁଛେ ସମସ୍ତେ ଭିଡ଼ିଓ ଖୋଲିଛନ୍ତି ତ ଆମକୁ ଭିଡ଼ିଓ ବନ୍ଦ କରିକି ଆମେ କହୁଛେ ଆମର ମୋବାଇଲ କୁ ଆମେ ଠିକ କରି ରଖୁଛେ କି ନ ରଖୁଛେ ତ ନିଜକୁ ନିଜେ ଦେଖିବା ପାଇଁ ନିଜକୁ ନିଜେ ପରୀକ୍ଷା କରିବା ପାଇଁ ଆମେ କେତେ ସମୟ ଭିଡିଓ ଖୋଲୁଛେ ପୁରା ଭିଡିଓ ଖୋଲୁଛେ କି ମଝିରେ ବି ବନ୍ଦ କରିଦଉଛେ ପୁଣି ତାକୁ ଖୋଲୁଛେ ଇଏ ସବୁକୁ ନିଜକୁ ନିଜେ ପରୀକ୍ଷା କରିବା ପାଇଁ ଇଏ ଗୋଟେ ଆଇନା ଟାଇପର ଇଏ ଆପଣଙ୍କର କାର୍ଯ୍ୟକ୍ରମ ଇଏ ଆପଣଙ୍କୁ ନିଜେ ଦେଖେଇ ପାରୁଛି ଆପଣ ନିଜକୁ ନିଜେ ଆଇନା ସାମ୍ନାରେ ଠିଆ ହେଇକି ଯେମିତି ଆମେ ପ୍ରେଜେଣ୍ଟ କରୁଛେ ଇଏ ପ୍ରକାରର ସେ କାର୍ଯ୍ୟକ୍ରମ ସେ ଚାଲିଛି ଆମେ ଆମ ଟିମର କେତେ ଜଣଙ୍କୁ ଆମେ ଇନଭାଇଟ କଲେ ତ ଆମେ ନିଜକୁ ପରୀକ୍ଷା କରିବା ପାଇଁ ନିଜର ଆଇନା ଆମ ସାମ୍ନାରେ ଠିଆ କରି ରଖିବା ପାଇଁ ଏ ପ୍ରକାରର ଗୋଟେ ପ୍ରୟାସ ଚାଲିଛି ଏ ପ୍ରୟାସରେ ଆପଣମାନେ ସଫଳ ହେବେ ହଁ ଏ କଥା ବି ରହିବ ଯେ ଆଜି ଯେମିତିକି 6-11 ନଭେମ୍ବର ଆଜି 6 ତାରିଖ ତ ଯେତେବେଳେ ଆର ମାସ 2025 ମସିହା ଯେତେବେଳେ 6/12/2025ରେ ଆଜି ଯେତିକି ଲୋକଙ୍କୁ ଆମେ ଇନଭାଇଟ୍ କରିଛେ ତା ଭିତରୁ ଯେତିକି ଜଣ ସାଥୀ ଆସିଛନ୍ତି ତ ଗୋଟେ ମାସ ପରେ 2 ମାସ ପରେ ବର୍ଷକ ପରେ କି 5 ବର୍ଷ ପରେ ଆମେ ଲୋକଙ୍କୁ ଦେଖେଇବା ଯେ ଆମେ ଲୋକଙ୍କୁ ଡାକୁଥିଲୁ କିନ୍ତୁ ଲୋକ ମାତ୍ର 6 ଜଣ ଥିଲେ କିନ୍ତୁ ଆଜି ଦେଖନ୍ତୁ ଆଜି ଯୋଉ ମିଟିଂ କରୁଛୁ ଯେ 600 ଲୋକ ହେଇଯାଉଛନ୍ତି 6000 ଲୋକ ହେଇଯାଉଛନ୍ତି ଜୁମ୍ ମିଟିଂ ବି ଜୁମ୍ ଯୋଉ କାଟାଗୋରୀ ଇଏ ବି ବନ୍ଦ ହେଇଯାଉଛି ତ ଯେମିତି କି ଆମେ କହିପାରିବା ଯେ ସେତେବେଳେ ଆମର ପୋଜିସନ ଏଇଆ ଥିଲା ସେତେବେଳେ ଆମେ ଏମିତି ବ୍ୟାକଗ୍ରାଉଣ୍ଡ ଆମର ସବୁ କିଛି ଏଇଆ ଥିଲା କିନ୍ତୁ ଆଜି ଦେଖନ୍ତୁ ଆମ ପର୍ସନାଲିଟି ତ ଆଜି ଯାହା ହଉ ବହୁତ ବଢିଆ ଡିସ୍କସନ ଆମର ହେଲା ଗୁରୁକୁଳରେ ଗୁରୁକୁଳ ରେ ଆଜି ଯୋଉ ସ୍ପେଶାଲ ସେସନ ଥିଲା ସ୍ପେଶିଆଲି ମୁଁ କହିବି ଯେ ଡ୍ରେସ୍ କୋଡ୍ ଆମ ପାଇଁ ନିହାତି ଜରୁରୀ କାହିଁକି ନା ଏଥିରେ ଆମର ନିଜର ପର୍ସନାଲିଟିକୁ ଆମେ ଡେଭଲପମେଣ୍ଟ କରିପାରିବା ଆଉ ଆମକୁ ଆମର ପର୍ସନାଲିଟି ଆଉ ଏମିତି ବି ଆମେ କହିବାକୁ ଗଲେ ଯେ ଯୋଉ ଶୋରୁମ ବହୁତ ଭଲ ଦେଖା ହଉଥାଏ ତାହେଲେ ସେ ଶୋରୁମରେ ଭଲ ସେଲ୍ ହଉଥାଏ ଆଉ ଆମର ସୋରୁମ ହଉଛି ଆମର ଆମେ ତ ଆମେ ଯାହା ପିନ୍ଧିଛେ ସେ ହଉଛି ଆମର ସୋରୁମ ଆଉ ଏ ସୋରୁମକୁ ଆମେ ଯୋଉଠି ପ୍ରେଜେଣ୍ଟ କରିବା ତ ସାମ୍ନା ବାଲା ଲୋକ ବହୁତ ଭଲ ଆଜି ଆପଣ ଯେମିତି ଗୁରୁକୁଳରେ ଆପଣ ମାନେ ଦେଖିଲେ ନା ଯେ କୋଉ ଲୋକ ପାଠ ବି ପଢି ନାହାନ୍ତି କିନ୍ତୁ ତାଙ୍କର ଡ୍ରେସ୍ କୋଡ୍ ଦ୍ୱାରା ଜଣା ହଉଛି ଯେ ସେ ଯୋଉ ତାଙ୍କର ବହୁତ ବଢିଆ ପର୍ସନାଲିଟି ତ ଆଜି ଡ୍ରେସ୍ କୋଡ୍ ଉପରେ ବହୁତ ବହୁତ କିଛି ଆମେ ଶିଖିଲେ
ଆଉ ମୋର ମନେ ଅଛି ଯେ 2006 କଥା, ସେ ସମୟରେ ଏତେ ଡ୍ରେସ୍ କୋଡ୍ ବି ଆସୁନଥିଲା। ଆଉ ଏବେ ତ ବହୁତ ଭଲ ସୁବିଧା ହେଇଯାଇଛି ଯେ ଅନଲାଇନ ପରଚେଜ ଉପରେ ଆମେ ଅନଲାଇନରେ ବି ନିଜେ ଦେଖିକି ନିଜ ସାଇଜକୁ ଦେଖିକି ଆମେ ନିଜର ମ, ଇଚ୍ଛା ଅନୁସାରେ ଆମେ ଅନଲାଇନରେ ଅର୍ଡର କରିଦେଇ ପାରୁଛେ। ଅନଲାଇନରେ ଯେତେ ଶୀଘ୍ର ଆମେ ଅର୍ଡର କରିବା ସେତେ ଶୀଘ୍ର ଆମର ବହୁତ ସାରା କଲେକ୍ସନ ଆମ ପାଖରେ ଥିବ। ଆଉ ଏଇ ଜିନିଷ ଯଦି ଆମେ ଧରନ୍ତୁ 2 ଦିନ ଲେଟ୍ କରିଦବା, 2 ଦିନ ପରେ ଆଜି ଡେଟ୍ରେ ବହୁତ ସାରା ଲୋକ ଅନଲାଇନରେ ଅର୍ଡର ଅଲରେଡି ମାରି ଦେଇଥିବେ। ତ ସେଥିଲାଗି ଅନଲାଇନର ସୁବିଧା ଅଛି। ମୁଁ 2006 କଥା କହୁଥିଲି। ତ ସେ ସମୟରେ ଆ, ଏତେ ଅନଲାଇନର ସୁବିଧା ବି ନଥିଲା। ଆଉ ପିକଅପ୍ ସେଣ୍ଟର ମାନଙ୍କରେ ଏତେ ଭଲ ଆ, କପଡ଼ା ଇଏ ସବୁ ବିଶେଷ କିଛି ଆସୁ ବି ନଥିଲା। ଆଉ ଯୋଉ ବି କପଡ଼ା ଆସୁଥିଲା ସେଇ କେବଳ 3 ହଳ ପ୍ୟାଣ୍ଟ ସାର୍ଟ କପଡ଼ା ଏ ସବୁ ଆସୁଥିଲା। ତାକୁ ପୁଣି ଚଏସ୍ କରିବାର ସୁବିଧା ବି ନଥିଲା। ଆପଣ 272 ଟଙ୍କା ମାନେ ଯୋଉ ବଣ୍ଡଲ ଭିତରେ ଅଛି ସେ ବଣ୍ଡଲକୁ ଆପଣ ନେବେ। ତ ଏ ପ୍ରକାରର ଗୋଟେ ସେ ସମୟରେ ଥିଲା। ଆଉ ସେ ସମୟରେ ଯେତେବେଳେ ବାହାଘର ପାଇଁ ଠିକ ହେଲା ମୋର, ତ ସେତେବେଳେ ମୁଁ ଦେଖିଲି ଯେ ଏଠି ଭଲ ବ୍ଲେଜର କପଡ଼ାଟିଏ କୋଉଠି ମିଳୁନି। ତ ଆମେ ଯାଇଥିଲୁ ଆ, ଆମର କାଲକାଟାରେ ସେତେବେଳେ ଆନିଭର୍ସରୀ ଥିଲା ଆରସିଏମ ର। ତ 6th ଆନିଭର୍ସରୀ ଆଟେଣ୍ଡ କରିସାରିବା ପରେ ଆମେ ସିଧା ଗଲୁ ଭିଲୱାଡ଼ା। ଭିଲୱାଡ଼ାରୁ କପଡ଼ା ଆମେ କିଣିବା। ତ ସେଇ ସମୟରେ ଆମେ ଯେତେବେଳେ ଭିଲୱାଡ଼ାରେ ପହଞ୍ଚିଲୁ ଆଉ ତାର ଗୋଡାଉନ ଭିତରେ ପହଞ୍ଚିଲୁ, କାରଣ ଆମର କମ୍ପାନୀର ତ ଏମିତି କିଛି ନାହିଁ ଯେ ଆମେ କୋଉଠିକି ନ ଯାଇପାରିବୁ। ତ ସବୁ ଜାଗାରେ ଯାଇପାରିବୁ କାରଣ ଆମର କମ୍ପାନୀ, ଆମେ କମ୍ପାନୀର ମାଲିକ ଆମେ। ତ ଯୋଉଠି ଆମେ ଗୋଡାଉନ ଭିତରେ ପହଞ୍ଚିଗଲୁ ସେଠି ଯାଇକି ଆମେ ଆଶ୍ଚର୍ଯ୍ୟ ଲାଗିଲା, ଜଣେ ଦେଖିଲୁ ଜଣେ ବ୍ୟକ୍ତି ଚୁପକିରି ବସିଛନ୍ତି ଗୋଟେ ଟୁଲ ପକେଇକି। ଆଶ୍ଚର୍ଯ୍ୟ ଲାଗିଲା ଇଏ ବ୍ୟକ୍ତି କିଏ? ତ ୟାକୁ କୋଉଠି ଚିହ୍ନିଲା ଚିହ୍ନିଲା ଲାଗୁଛି। ତ ଦେଖିଲା ବେଳକୁ ଟିସି ଛାବଡା ସାର୍। ତ ସିଏ ସେଠୁ ମୋ ସାଙ୍ଗରେ ଯୋଉ ସାଙ୍ଗ ଯାଇଥିଲା କି ସେ କହିଲା କି ସାର୍ ୟାର ଶାଦି ଅଛି, ବାହାଘର ଅଛି, ତ ୟାର ପାଇଁ ଗୋଟେ ସୁଟ କପଡା। ତ ମୁଁ ଭିଲୱାଡାରୁ ସୁଟ କପଡା କିଣିକି ଆଣିଥିଲି। ଆଜି ସେ ସୁବିଧା ଆଜି ସେ ଅସୁବିଧା ଏତେ ନାହିଁ। ସମସ୍ତଙ୍କୁ ଭିଲୱାଡା ଦୌଡ଼ିବା ଦରକାର ନାହିଁ। ଆଜି ଅନଲାଇନର ସୁବିଧା ଅଲରେଡି ହେଇଗଲାଣି। ଏ ଅନଲାଇନ ମାଧ୍ୟମରେ ଆମେ ଘରେ ବସିକି ଆମର ଡ୍ରେସ୍ କପଡ଼ାକୁ ଆମେ କିଣିପାରିବା। ଆମ ପର୍ସନାଲିଟିକୁ ଆମେ ଡେଭଲପ୍ କରିପାରିବା। ଆଉ ଆଜି ତ ବହୁତ ବଢ଼ିଆ ସେସନ୍ ଥିଲା ଯୋଉଥିରେ କି ଆମେ ବହୁତ ସାରା ସେ ଯୋଉ କପଡ଼ା ଉପରେ ଆ, ଆମେ ନଲେଜ ବି ପାଇଗଲେ। କୋଉ ସାର୍ଟ ସାଙ୍ଗରେ କୋଉ ପ୍ୟାଣ୍ଟ, କୋଉ ସୁଜ୍, କୋଉ ସକ୍ସ, କେମିତି ଟାଇ ପିନ୍ଧିବା, ଏସବୁ ଆମ ପର୍ସନାଲିଟିକୁ ଡେଭଲପମେଣ୍ଟ କରିବା ପାଇଁ ବହୁତ କିଛି ଆମେ ଶିଖିପାରିଲେ। ତ ମୁଁ ଆଶା କରୁଛି ଯେ ଇଏ ଯୋଉ ସେସନରେ ଯାହା ଆମକୁ ନଲେଜ ମିଳିଲା, ଯଦି ପର୍ସନାଲିଟି ଆମର ଠିକ ଅଛି, ସାମ୍ନା ଲୋକ ଆମକୁ ଦେଖିକି ତାର 100%ରୁ ଅଲରେଡି 90% ସେ ପଜିଟିଭ ହେଇଯିବ ଯେ ନାଇଁ ଇଏ ଜଣେ ଭଲ ଭଦ୍ର ଲୋକ। ଆଉ ଇଏ ଯାହା ବି କହିବେ ପରଫେକ୍ଟ କହିବେ, ଭଲ କହିବେ, କଥା ତାଙ୍କର ଏପଟ ସେପଟ ହବନି। ତ ସେଥିଲାଗି ଆମ ପର୍ସନାଲିଟିକୁ ଠିକ ରଖିବା ଦରକାର। ସବୁଠୁ ପ୍ରଥମେ ଆମେ ଆଜି ଶୁଣିବା ଆକାଶଠୁ କଣ ଆମେ ଶିଖିଲେ। ଜୟ ଶ୍ରୀ ସାର୍, ନମସ୍କାର ସାର୍। ଆଜି ଏଥିର ସେକ୍ସନ ତ ମାନେ ବହୁତ ଭଲ ଥିଲା ଡ୍ରେସ୍ ଉପରେ, କାରଣ ଡ୍ରେସ୍ ଆମକୁ 90% ଇଫେକ୍ଟ ଦେଖାଏ ଯେ ଲୋକମାନଙ୍କ ଆଗରେ। ତ ଆମେ କଣ କହିବା, କେମିତି କହିବା, ତ ଏଇ ଲୋକ କଣ କରେ। ଆଉ ଡ୍ରେସ୍ ଆମର ବସିବା ଷ୍ଟାଇଲ, କୋଉଠିକି ମିଟିଂ ଯିବା ଷ୍ଟାଇଲ, କେମିତି ଚାଲିବା ଷ୍ଟାଇଲ, ତାକୁ ବି ଆଜି ଦେଖେଇଲେ। ତ ଆଜିର ଯାହା ସବୁ ଦେଖିଲି ତାକୁ ଆଜି ଠାରୁ ମୁଁ ଟ୍ରାଏ କରିବି। ଓକେ, ଥ୍ୟାଙ୍କ ୟୁ। ଥ୍ୟାଙ୍କ ସବୁଠୁ ବଡ଼ କଥା ରହିଲା ଶୀତ ଦିନ। ବର୍ତ୍ତମାନ ଆଜିଠୁ ଟିକେ ଟିକେ ଶୀତ ହବା ଆରମ୍ଭ ହେଇଗଲାଣି। ଇଏ ଶୀତକୁ ଶୀତ ଦିନ ପାଇଁ ଯେତେବେଳେ ବେଶୀ ଶୀତ ହଉଥିବ ସେତେବେଳେ ଯଦି ଆମେ ଅନଲାଇନରେ ଅର୍ଡର କରୁଥିବା, ହୁଏତ ଆମ ପସନ୍ଦର ମିଳୁନଥିବ। ତ ଶୀତ ଦିନ ପାଇଁ ବି ଆମେ ଆଜିଠୁ ବି ଅନଲାଇନରେ ଅର୍ଡର ବି କରିପାରିବା। ଟିମକୁ ବି ପରାମର୍ଶ ବି ଦେଇପାରିବା ଯେ ଆମେ ଟିମକୁ ବି ଦେଖେଇଦବା ଯେ ଅନଲାଇନରେ କେମିତି କେମିତି ତାର ଆସୁଛି। ଓକେ, ଆରତି ଅପା। ଜୟ ସିଏମ୍ ଶୁଭୁଛି। ଆଜ୍ଞା, 100% ଶୁଭୁଛି। ଆଜି ଆଜି ବହୁତ ଭଲ ଲାଗିଲା। ମାନେ ପାୱାର ଡ୍ରେସ୍ ଅପ୍ ଉପରେ ଯୋଉ ଖୁସବୁ ମ୍ୟାଡାମ ସବୁ କହିଲେ, ବହୁତ ବଢିଆ ଲାଗିଲା। ଏ ତ ସବୁ ଜେଣ୍ଟସ ମାନଙ୍କ ପାଇଁ ଆଜି କହିଛନ୍ତି। ଆମ ଚାନ୍ସ କାଲି ବୋଧେ ପଡିପାରେ।
ପ୍ରକୃତ ମାନେ आप रुचि खाना पर रुचि पैदा ନିଜ ରୁଚି ଅନୁସାରେ ଖାଇବା ଆଉ ଲୋକଙ୍କୁ ସୁନ୍ଦର ଦେଖାର ଯୋଉଟା ଲୋକ ପସନ୍ଦ ଆମକୁ କରିବେ ଆମ ପାଇଁ ଏଇ ଡ୍ରେସଟା ଫିଟ୍ ଅଛି କୋଉଟା ମାନେ କଲର ଆମ ଦେହକୁ ମ୍ୟାଚ୍ କରୁଛି ଏଇ ସବୁ ଦେଖିକି ଆମେ ନିଜେ ଡ୍ରେସ୍ ଅପ୍ ହବା ଆଉ ଆମେ ଟ୍ରାଭେଲ କଲା ବେଳେ ଯୋଉ ଡ୍ରେସ୍ ପିନ୍ଧିବା କଥା ତାକୁ ପିନ୍ଧିବା ସେଠି ମ୍ୟାରେଜ ପାର୍ଟି ଯିବା ସେଠି ଅଲଗା ଡ୍ରେସ୍ ଅପ୍ ହବା ସଜାସଜି ହେଇକି ଯିବା ଯେମିତି ଲୋକ ଦେଖିକି କହିବେ ଇଏ ଠିକ ଆଇଛି ବାହାଘର ପାର୍ଟି ଏଇ ସବୁ କଥା ତାପରେ ଏବେ ଶୀତ ଦିନ ଆସିଗଲା ତେଣୁ ଲାଇଟ୍ ଆମର ଯୋଉ ଜ୍ୟାକେଟ ବାହାରିଲା ଆମର ଏଠି ଶୀତ କମ ତେଣୁ ଏ ଯୋଉ ଜ୍ୟାକେଟ ହୁଡି ବାଲା ବି ବହୁତ ଭଲ ଆଜି ଯୋଉ କହିଲେ ସବୁ ଦେଖେଇଲେ ଆଉ ତେଣୁ ଆମେ ଆମ ଜେଣ୍ଟସ ଲୋକ ଯୋଉ ଅଛନ୍ତି ତାଙ୍କ ପାଇଁ ଆମେ ସିଲେକ୍ଟ କରିବା ଆଉ ନିଜେ ଅନଲାଇନ କରିବା ଶିଖିବା ନିଜେ ଅର୍ଡର କରିବା ଏଟା ବହୁତ ବଢିଆ ଲାଗିଲା ସେ କହିଲେ ଯେ ୱିଦାଉଟ୍ ପ୍ରେସ୍ ଯୋଉଟା ପ୍ରେସ୍ ନ ହେଇଛି ସେ ସାର୍ଟ ପିନ୍ଧି ପଦାକୁ ଯିବା ଫର୍ମାଲ ସାର୍ଟରେ ଆମେ ମିଟିଂ ଆଟେଣ୍ଡ କରିବା ଯୋଉଟା କି ଲୋକକୁ ଭଲ ଲାଗିବ ମାନେ ଡ୍ରେସ୍ ଉପରେ ବଡି ଲାଙ୍ଗୁଏଜ ଆମର ମାନେ ଜଣା ପଡିବ ଆମ ବଡିର ଲାଙ୍ଗୁଏଜ ଡ୍ରେସ୍ କେମିତି ଇଏ ହଉଛି ସେ ଭଲ ବୁଝେଇଲେ ସେଇଟା ଭଲ ଲାଗିଲା ଆଉ ସାର୍ଙ୍କୁ ତ ଚାନ୍ସ ମିଳିଲା ସାର୍ କଣ କହିଲେ ସତ୍ପଦିଅ ଡାକିଲେ ନା ହଁ ଆକ୍ଚୁଆଲି ମୁଁ ହ୍ୟାଣ୍ଡ ରାଇଜ କରିଥିଲି ତାପରେ ଯେତେବେଳେ ଅନ୍ କଲି ସେଟା କଟିଗଲା କାହିଁକି ମାନେ ଡାକିଲେ ପ୍ରିୟ ହଁ ସେ ମୁଁ ଯେତେବେଳେ ହ୍ୟାଣ୍ଡ ରାଇଜ କରିଥିଲି ତାପରେ ସେ ଅନମ୍ୟୁଟ ବି ହେଇଥିଲି ତାପରେ ମୁଁ ଯେତେବେଳେ କହିବା ଜଣେ କହିଲେ ତ ତାପରେ ମୁଁ କହିବାକୁ ଷ୍ଟାର୍ଟ କଲା ବେଳକୁ ପୁଣି କେମିତି ମ୍ୟୁଟ ହେଇଗଲା ତ ଅନଲାଇନରେ କଣ ସେମିତି ଥିବ ସୁବିଧା ମାନେ କଣ କେମିତି ନେଟର ପ୍ରୋବ୍ଲେମ ଥିବ ତ ହେଇଗଲା ନାଇଁ ବହୁତ ବଢିଆ କଥା କହିଲେ ଆଜି ଗୋଟେ କଥା ବି ଅପାଙ୍କ କଥାରୁ ମୁଁ ବି ଗୋଟେ ବହୁତ ବଡ ଶିକ୍ଷା ବି ପାଇଲି ଯେ ଆମେ ଯଦି ଅନଲାଇନ କରୁଛେ ହଁ ନିଜ ରୁଚିର ଖାଇବା ଆଉ ଅନ୍ୟ ରୁଚିର ପିନ୍ଧିବା ଆମେ ଯଦି ଅନଲାଇନ କରୁଛେ ଆମେ ମୋବାଇଲରେ ଦେଖିପାରୁଛେ ଦେଖିଲେ ଏଟା ମୋ ପାଇଁ କେଉଁଟା ଭଲ ହବ ତାକି ଆମେ 5 ଜଣ ଲୋକଙ୍କୁ ଦେଖେଇ ପାରିବା ଯେ ଆରସିଏମ ରେ ବି ଡ୍ରେସ୍ କପଡା ଏତେ ବଢିଆ ବଢିଆ ଆସିପାରୁଛି ଏଇଟା ବହୁତ ବଡ କଥା ଆପଣ କହିଦେଲେ ମତେ ଠିକ ଲାଗିଲା ଯେ ଆମେ ଆଜି ତ କିଣିବା ଠିକ ଅଛି କିନ୍ତୁ ଆମେ ଯଦି ଯେମିତି ଆକାଶ ଆଜି କଲେଜ ଯାଉଛି କି ଅନ୍ୟମାନେ ଆମେ ଆମର କୌଣସି ଫିଲ୍ଡ କୁ ଯାଉଛେ ତ ସେଠି ଯଦି ତାଙ୍କ ଆଗରେ ଆମେ ମୋବାଇଲକୁ ଖୋଲିଲେ ମୋବାଇଲକୁ ଖୋଲିକି ତାଙ୍କୁ ଦେଖେଇଲେ ଯେ ଦେଖିଲ ତାଙ୍କୁ ଆମେ ତ କହିବାନି କି ଆପଣ କିଣିବେ ମୁଁ ଏଟା ମୋ ପାଇଁ ଗୋଟେ ଡ୍ରେସ୍ କିଣୁଛି ଦେଖିଲେ ଏଇଟା ଭଲ ହବ କି ନାହିଁ ଏଇ କଲେକ୍ସନଟା ଭଲ ହବ କି ନାହିଁ କଲରଟା ଭଲ ହବ କି ନାହିଁ ତାକି ସାମ୍ନା ବାଲା ଲୋକ ପାଖରେ ଗୋଟେ ଆଡଭର୍ଟାଇଜମେଣ୍ଟ ବି ହେଇଯାଇ ପାରିବ ତ ଏଇଟା ଗୋଟେ ବହୁତ ବଡ କଥା ଆପଣ କହିଦେଲେ ଯାହା ହଉ ବହୁତ ବଢିଆ କଥା ଆଉ ଆଉ ଗୋଟେ କଥା ଆପଣ ଉହିଅ ରଖିଦେଲେ ଯେ ଆମ ଘର ପୁରୁଷ ସାଥୀ ଜେନା ବାବୁ ବୋଲି କହିଲେନି ଆମ ଜୋସ୍ ପାଇଁ କିଣିବି ଆଉ ଆଚ୍ଛା 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 ଆପଣ ତ ଫାଷ୍ଟ ତାଙ୍କ ପାଇଁ କିଣି ଓକେ ବହୁତ ବଢିଆ କଥା ଓକେ ଯାହା ହଉ ସାହୁ ଭାଇ କୁହନ୍ତୁ आप रुचि खाना पर रुचि पिंधना ଯେମିତି କହିଲେ ସେ ଭଲ ସବୁଠାରୁ ନିଜ ଇଚ୍ଛା ଅନୁସାରେ ଖାଦ୍ୟ ଖାଇବେ ଭଲ ଖାଇବେ ଆର୍ ସେ ତ ବହୁତ ବହୁତ ଭଲ ପ୍ରଡକ୍ଟ ଅଛି ପର ରୁଚି ପିନ୍ଧନା ମାନେ ଅନ୍ୟର ରୁଚିରେ ପିନ୍ଧିବା ଯେମିତି କହିଲେ ଦେଖେଇଲା ପରେ ସେ ତାଙ୍କୁ ଚଏସ୍ କରିବା ଯେ ମୁଁ ଏଇ ଡ୍ରେସ୍ କିଣିଲେ ମତେ ଭଲ ଲାଗିବ କି ନାହିଁ ଆପଣ କୁହନ୍ତୁ ଯାହାଫଳରେ କି ଆଗ୍ରହ ତାର ବଢିଯିବ ଯଦି ସାର୍ କିଣୁଛନ୍ତି ତାହେଲେ ମୁଁ ବି କାହିଁ ନ କିଣିବି ଏଇଟା ଗୋଟେ ବହୁତ ବଢିଆ ଜିନିଷ ତା ସହିତ ଡ୍ରେସ୍ କୋଡ୍ ଆମ ନିଜ ସୋରୁମ୍ ହଉଛି ଆମେ ନିଜେ ସୋରୁମ୍ ଟାକୁ ଆମେ ଦେଖେଇବା ଦରକାର ଯାହାଫଳରେ ସୋରୁମ୍ ଟା ଦେଖିଲେ ଲୋକଙ୍କ ମନ ଭିତରେ ଉତ୍ସାହ ଆସିବ ଇଏ ତ ଏମିତି ଟିପଟପ୍ ଦେଖାଯାଉଛନ୍ତି ବୁଟ୍ ବିଷୟରେ ପଚାରିଲେ ବୁଟ୍ ସକ୍ସ ପ୍ୟାଣ୍ଟ ସାର୍ଟ ସବୁ ଜିନିଷ ଜାଣିବେ ଯାହାଫଳରେ କି ଆଜିର ଯୋଉ ପ୍ରୋଗ୍ରାମ ହେଇଥିଲା ବହୁତ ଏଇ ପୋଷାକ ଉପରେ ବହୁତ ବଢିଆ ହେଲା ଆମେ କେମିତି ତାପରେ ଆଉ ଗୋଟେ ବଢିଆ ଜିନିଷ କହିଲେ ଯେ ଆମର କହିବାର ଶୈଳୀଟା ଏମିତି କହିବା ଯେମିତି ଦରକାର ଯାହାଫଳରେ କି ତାଙ୍କର ଆଗ୍ରହ ଆସିବ ଯେ ହଁ ଯଦି ସିଏ ବ୍ୟବହାର କରୁଛନ୍ତି ମୁଁ କାହିଁକି ବ୍ୟବହାର ନ କରିବି ଏଇଟା ଗୋଟେ ବହୁତ ବଢିଆ ଜିନିଷ ଏଇ ଯୋଉ ଆମର 6 ତାରିଖ 9 ତାରିଖ ଯାଏ ଅଛି ତେଣୁ ସମସ୍ତେ ଯେତେ ଅଧିକ ଲୋକଙ୍କୁ ଡାକି ସିଷ୍ଟମରେ ଗୁରୁକୁଳରେ ବସେଇବା ଇଏ ଗୋଟେ ବହୁତ ବଢିଆ ଜିନିଷ ତେଣୁ ଆମେ ସମସ୍ତେ ସଂକଳ୍ପ ନେବା ଯେମିତି ଏଇ ଡ୍ରେସ୍ କୋଡ୍ ଉପରେ କିମ୍ବା ଆଜି 6 ରୁ 9 ସ୍ପେଶାଲ ପ୍ରୋଗ୍ରାମ ହଉଛି ତାକୁ ସମସ୍ତଙ୍କୁ ଏଣ୍ଟ୍ରି କରାଇବା ଇଏ ଗୋଟେ ବହୁତ ବଢିଆ ଜିନିଷ
ଯାହାଫଳରେ କି ଆମ ବିଜନେସ୍ ବଢି ପାରିବ। ଜୟ ଆରସିଏମ୍ ଓଭର ଟୁ ଶତପତି ବାବୁ। ଓକେ, ବହୁତ ବଢିଆ। ଯେତେବେଳେ ଡ୍ରେସ୍ କୋଡ୍ କଥା ଉଠେ ତ ସେତେବେଳେ ଆମର ମୁଁ ନୂଆ ନୂଆ କଥା କହୁଛି, ଯେତେବେଳେ ଆରସିଏମ୍ ରେ ଆମେ ଜଏନ୍ କରିଥିଲୁ, ଆ, ଆମର ଗୁରୁଦେବ ସଞ୍ଜୀବ ସାର୍, ତ ତାଙ୍କର ପର୍ସନାଲିଟି, ସେ ଯୋଉ ହ୍ୟାଣ୍ଡସମ୍ ପର୍ସନାଲିଟି, ତାଙ୍କୁ ଦେଖିବା ପାଇଁ ଯେମିତି ମା- ସେତେବେଳେ ତାଙ୍କର ଛୁଟି ଫୁଟି ଥିଲା, ସିଏ ପୁରା ଅଲ୍ ଓଭର ଇଣ୍ଡିଆ ତ ତାଙ୍କର ମିଟିଂ ରହେ, ସେ ବୁଲନ୍ତି। ଆଉ ପ୍ରାୟ ଭିଲୱାଡା ପ୍ରାୟ ପ୍ରତି ମାସରେ ଯାଆନ୍ତି ବୋଧେ। ସିଏ ଯୋଉ ଡ୍ରେସ୍ ଫ୍ରେସ୍ ଏସବୁ ପିନ୍ଧିକି ଆସନ୍ତି, ଆମ ମନ ଭିତରେ ଆସେ ଯେ କେମିତି ସଞ୍ଜୀବ ଜୀଙ୍କୁ ମିଳିଯାଉଛି, ଆମକୁ ମିଳିବନି। ତ ଆଜି ବି ଦେଖନ୍ତୁ, ଇଏ ବୟସରେ ବି ସଞ୍ଜୀବ ଜୀଙ୍କ ଡ୍ରେସ୍ କୋଡ୍ ତ ସମସ୍ତେ, ଆମେ ସମସ୍ତେ ଫଲୋ ବି କରୁଛୁ। ସେ କେମିତି ଡ୍ରେସ୍ ପିନ୍ଧୁଛନ୍ତି, କ'ଣ କରୁଛନ୍ତି, ତାଙ୍କର ସୁଟ୍ କେମିତି, ତାଙ୍କର ବୁଟ୍ କେମିତି, ଯୋଉ ହିରୋର ପର୍ସନାଲିଟି, ତ ତାଙ୍କୁ ଦେଖି ଦେଖି ତ ଆମେ ଆଗକୁ ବଢି ପାରୁଛୁ। ଆଉ ତ ମୋ କହିବା କଥା କି ଯେ ସେଭଳି ସିଚୁଏସନ ଆଜି ନାହିଁ, ଯେ ଯୋଉ ସିଚୁଏସନରେ କି ଆମକୁ ଭିଲୱାଡା ଯିବାକୁ ପଡିବ କି ଭାରତବର୍ଷରେ କୋଉଠି କୋଉଠି ବୁଲିକିରି ଡ୍ରେସ୍ କିଣିବାକୁ ପଡିବ। ଆଜି ଅନଲାଇନର ସପିଂ ସୁବିଧା ଅଛି, ତାକି ଆଜି ଆମେ ଅନଲାଇନରେ ବି ଆମେ ଆମର କଲେକ୍ସନକୁ ଆମେ ଚଏସ୍ କରିପାରିବା। ଲୋକଙ୍କୁ ବି ଆଡଭର୍ଟାଇଜମେଣ୍ଟ ବି ଇଏ ଅଟୋମେଟିକ ହେଇଯାଇପାରିବ। ଆଉ ତା ଛଡା ଆମେ ବି କିଣି ବି ପାରିବା ଅନଲାଇନରେ। ଇଏ ଗୋଟେ ବହୁତ ବଢିଆ କଥା। ଓକେ, ସୁକାନ୍ତ ବାବୁ କୁହନ୍ତୁ। ସାର୍ ନମସ୍କାର। ସାର୍ ଜୟ ଆରସିଏମ୍। ଜୟ ସେମ୍ କୁହନ୍ତୁ। ସାର୍ ଆଜି ତ ସାର୍ ଡ୍ରେସ୍ କୋଡ୍ ଉପରେ ବହୁତ ଗୁଡା ଜିନିଷ କହିଲେ। ଅର୍ଥେଞ୍ଜାର ଆମର ଯୋଉ ୱିଣ୍ଟର କ୍ଲଥ୍ ତା ଉପରେ ସବୁ କହିଲେ। କିନ୍ତୁ ବର୍ତ୍ତମାନ ଦେଖନ୍ତୁ, ଡ୍ରେସ୍ କୋଡ୍ ଯଦି ଆମର ଥିବ ଠିକ ରେ, ଆପଣ ସପୋଜ ଗୋଟେ ବସ ରେ ଯାଉଥିବେ କି ଟ୍ରେନରେ ଯାଉଥିବେ କି କୌଣସି ରେ ଯାଉଥିବେ, ଆପଣ ଯଦି ପ୍ରପର ଡ୍ରେସ୍ କୋଡ୍ ଥିବ, ଆପଣଙ୍କର ସେ ସିଟ୍ ନଥିଲେ ସିଟ୍ ଗୋଟେ ଇମ୍ପ୍ରେସନ ଆସିବ ଯେ ଫାର୍ଷ୍ଟ ଇମ୍ପ୍ରେସନ ଲାଷ୍ଟ, ଯେମିତି ଆମର ଇମ୍ପ୍ରେସନ ଆସିବ ସେ ଜିନିଷଟା, ଆଜ୍ଞା ସିଟ୍ ଦିଅନ୍ତୁ। ସେ କହିଲେ ଆପଣଙ୍କ କଥା ଭ୍ୟାଲୁ, ଯଦି ସିଟ୍ ନଥିବ, କୋଉ ସିଟ୍ ଫାଙ୍କା ହେଲେ ସେ ଆପଣ ଟିକେ ନାଇଁ ଆଜ୍ଞା ସିଟ୍ ଆପଣଙ୍କ ପାଇଁ ରହିଲା ଏଇଟା। ଆପଣ ଟିକେଟ ପଇସା, ସମସ୍ତେ ଟିକେଟ ପଇସା ଦଉଛନ୍ତି ବସରେ, କିନ୍ତୁ ଆପଣଙ୍କ ପାଇଁ ସିଟ୍ ସେ ମନେ ରଖିଲେ ନାଇଁ ନାଇଁ ସେ ବାବୁ ଜଣଙ୍କର ଦରକାର, ସେ ଜାଣିନି ଆପଣଙ୍କ କ୍ୱାଲିଫିକେସନ କଣ। ସେଥିପାଇଁ ଆମେ ପ୍ରଥମେ ଆମେ ଡ୍ରେସ୍ କୋଡ୍ ଦେଖିବାକୁ ପଡିବ। ତଥାପି ଆମେ ବାହାରକୁ ଆମେ ଯାଉଛେ କି ଆମର ଫିଲ୍ଡ ଉପରେ ଯାଉଛେ କି ଯେକୌଣସି ଆମର ମିଟିଂ ଯାଉଛେ କି ଯେକୌଣସି ଆମର ଫଙ୍କସନ ଯାଉଛେ, ଆପଣ ପ୍ରପର ଡ୍ରେସ୍ କୋଡ୍ ଥିବ, ଆପଣଙ୍କ ଲୋକଙ୍କ ପର୍ସନାଲିଟି ସେମାନେ ଦେଖିବେ। ତା ସହିତ ଆପଣଙ୍କର ମିଟିଂ ବସିଲେ ଆପଣଙ୍କ ପୋସ୍ଚର କେମିତି ଦରକାର, ଗୋଡ କେମିତି ବସିବେ, ଗୋଡ କେମିତି ମାନେ ସାଇଡ୍ ବସିଲେ ତାଙ୍କ ପାଖକୁ ଗୋଡ ଯେମିତି ନ ରହିବ। ମୁଁ ଆଜି ଦେଖୁଛି ସେଟା ମାନେ ଜୁମ୍ରେ ୟୁଟ୍ୟୁବରେ ତାଙ୍କର ବସିବାର ଷ୍ଟାଇଲ ତାଙ୍କର ଦରକାର, ତାଙ୍କର ପୋସ୍ଚର ଦରକାର, କଥା କହିବାର ପୋସ୍ଚର ଦରକାର, ତାର ମାନେ ଲୋକଙ୍କର ହାତ କେମିତି ରହିବା ଦରକାର, ତାଙ୍କର ଗୋଡ କେମିତି ରହିବା ଦରକାର, କେମିତି ତାର ବସିବା, କୋଉ ସାଇଜରେ ବସିଲେ କେମିତି କମ୍ଫର୍ଟ ଲାଗିବ, ସେମିତି ତାଙ୍କୁ ବସିବା। କିନ୍ତୁ ଲୋକ ସାଧାରଣ ଲୋକ ଫିଲିଂ ନ କରିବେ, ସେଥିପାଇଁ ଧ୍ୟାନ ଦେବା ରଖିବା ଦରକାର। ତା ସହିତ ଆପଣଙ୍କର ଗୋଟେ ବଢିଆ ଜିନିଷ ହେଲା, ଆମର ଯୋଉମାନଙ୍କର ପିକୋ ସେଣ୍ଟର ଜିନିଷ ଅଥେଞ୍ଜାର କି ଡ୍ରେସ୍ ଆମର ମିଳିପାରୁନି, ଅନଲାଇନରେ ଆମେ କେମିତି ସମସ୍ତେ ମାନେ ପରଚେଜ କରିବାର ଅଛି। ଅନଲାଇନ ଯଦି ଆମେ ପରଚେଜ କରିବା, ତାହେଲେ ଆମ ବିଜନେସ୍ ବହୁତ ଗୁଡେ ବଢିଯିବ। କାରଣ ଲୋକମାନେ ଅନଲାଇନରେ ପରଚେଜ ସେମାନେ ଶିଖିନାହାନ୍ତି, ତାଙ୍କୁ ଶିଖିବାକୁ ପଡିବ, ତାଙ୍କର କେମିତି ଅର୍ଡର କରିବାକୁ ପଡିବ। ସେଇ ଜିନିଷ ଯଦି ହବ, ଧୀରେ ଧୀରେ ଆମ ବିଜନେସ୍ ବଢିବ। ତା ସହିତ ଲୋକଙ୍କର ଆମର ଚାହିଦା ବି ଆମେ ଡିମାଣ୍ଡ ଫୁଲଫିଲ କରିପାରିବା। ଥ୍ୟାଙ୍କ ସାର୍। ଓକେ, ବହୁତ ବଢିଆ। ଅନଲାଇନ ପରଚେଜ ଆମେ ଦେଖେଇଲେ ଯେ ମୁଁ ମୋ ପାଇଁ କିଣିବି, ଟିକେ ଚଏସ୍ କରିଦିଅ, ତ ଏଇଟା ଦେଖେଇଲେ ବହୁତ ପ୍ରଭାବଶାଳୀ ହେଇପାରିବ। ଓକେ, ପ୍ରବୀଣା ମ୍ୟାଡାମ କୁହନ୍ତୁ। ଆଜ୍ଞା ମ୍ୟାଡାମ। ଏଇଟା ତ ଡ୍ରେସ୍ କୋଡ୍ ଆମର ପୁରୁଣା ଜମାନାରୁ ରହି ଆସିଛି, ଯେ ମାନେ ମହାରାଜା ମହାରାଣୀଙ୍କ ତରଫରୁ ଯେ ଡ୍ରେସ୍ କୋଡ୍ ଟା ତମ ପାଖରେ ଭଲ ନାହିଁ, ତମକୁ ମାନେ ସାଧାରଣ ଲୋକ ବି ତମକୁ ଇଏ କରିବ ଯେ କଣ ଗୋଟେ କୋଡ୍ ଗୁଡା ଆସିଛି, ଗୋଟେ ଡ୍ରେସ୍ ପିନ୍ଧିଛି, ଗୋଟେ ବେକାରିଆ ଡ୍ରେସ୍। ଆମେ ବି ଆମ ସାଙ୍ଗମାନଙ୍କୁ ଥରେ ଥରେ କହିଦଉ, ଏ ଭାଇ ତମେ କେମିତି ଡ୍ରେସ୍ ପିନ୍ଧିଛ, ଭଲ ଲାଗୁନି। ତେଣୁ ଡ୍ରେସ୍ କୋଡ୍ ଟା ବହୁତ ମାନେ ରଖେ, ମାନେ 90 ରୁ 95% ରଖେ ଡ୍ରେସ୍ କୋଡ୍। ସେଇଟାକୁ ଆଜିକାଲି ସମସ୍ତଙ୍କୁ ବୁଝିବାକୁ ଚେଷ୍ଟା କଲେଣି, ବାହାରକୁ ଗଲେଣି, ବାହାରେ କଲେଣି। ଆମେ ତ ସାର୍ କୋଉ ଜମାନାର ଲୋକ, ପୁରୁଣା ଜମାନା ଲୋକ, ଆମ ବେଳେ ସେତେ ବି ନଥିଲା ଏତେ। କିନ୍ତୁ ଏବେ ସେଇଟା ବହୁତ ପ୍ରାଧାନ୍ୟ ଦିଆଯାଉଛି, ଯେ ତମେ ବାହାରକୁ ବାହାରୁଛ, ଭଲ ଡ୍ରେସ୍ ପିନ୍ଧିକି ଯାଅ, ଭଲ ଶାଢୀ ପିନ୍ଧିକି ଯାଅ, ଭଲ ଇଏ କରିକି ଯାଅ, ନହେଲେ ଲୋକ ତମକୁ ମାନେ ପଚାରିବେନି ଇଏ କଣ ଗୋଟେ ଆସିଛି କୋଉଠୁ, ଯେତେ ପାଠ ପଢିଥାଉ, ଯଦି ତୁମର ବଡିର ପର୍ସନାଲିଟି ନାହିଁ, ତେବେ ତମେ କିଛି କରିପାରିବନି। ଯଦି କଥା କହିବାର ଶୈଳୀ ନାହିଁ, କଥା କହିବାର ଇଏ ନାହିଁ, ତେବେ ତମେ ଆଗକୁ ଜମା ବଢି ପାରିବନି। ତେଣୁ ବହୁତ ଡ୍ରେସ୍ କୋଡ୍ ବିଷୟରେ କହିଲେ ବହୁତ ଭଲ ଲାଗିଲା। ମୋର ବି ଯେତେବେଳେ
ମୋର ପୁଅର ମ୍ୟାରେଜ ବେଳେ ବି ମୁଁ ଆରସିଏମ ରୁ କପଡା ଆଣିଥିଲି କହୁନଥିଲି ସେ କପଡା ଏବେ ବି କୋଉଠି ପଡିଥିବ ଆଉ କିଛି ମାନେ ଆଉ ହେଲାନି ଦବାକୁ ହେଇପାରିଲାନି ମୁଁ କାହାକୁ ଦବାର ଥିଲା ମୁଁ କହିଲି ମୁଁ ଆଣିବି ହେରି 12 କଥା କହୁଛି ମୁଁ 2012 ବେଳ ଆଣିଥିଲି ତ ଏବେ ବି ଆମର ଘରେ ବି ଥିବ କୋଉଠି ଖୋଜିଲି ବାହାରିବ ତାପରେ କାହାକୁ ଦବା ପାଇଁ ମୁଁ କହିଲି ନାଇଁ ଆଉ ଦବାନି ଥାଉ ଅନ୍ୟ ଡ୍ରେସ ଟା ଦିଆହବ ଆଉ ସେତେବେଳେ ଏତେ ଖାସ ବି ଆସୁନଥିଲା ଭଲ ଏବେ ତ ଏତେ ବଢିଆ ବଢିଆ ଆସିଲାଣି ଆଉ ମାନେ ଇଚ୍ଛା ହଉଛି ପ୍ରତି ମାସରେ କିଛି କିଛି ଆଣି କରିକି ପିନ୍ଧିବା ପାଇଁ ବହୁତ ଭଲ ଜିନିଷ ଥ୍ୟାଙ୍କ ୟୁ ସାର୍ ଓକେ ଥ୍ୟାଙ୍କ ୟୁ। ନାଇଁ ଯେମିତି କି ଟିସି ସାର୍ ସବୁବେଳେ କହନ୍ତି ନା ଯେ ଇଏ ସିଷ୍ଟମକୁ ଅସ୍ତିତ୍ୱ ହିଁ ଚଳାଉଛି, ଅସ୍ତିତ୍ୱ ହିଁ ମାନେ ଆମର କଣ ଦରକାର ଆମକୁ ସେଇଟା ଅସ୍ତିତ୍ୱ ଆମ ପାଇଁ ଠିକ କରିଦଉଛି। ତ ଇଏ ସବୁ କିଛି ଆମର ଯାହାର ଇଚ୍ଛାକୁ ବଢେଇବା ପାଇଁ ଏ ପ୍ରକାରର କାର୍ଯ୍ୟକ୍ରମ ଭଗବାନ ଆମ ପାଇଁ କରୁଛନ୍ତି। ଓକେ ଠିକ ଅଛି ଥ୍ୟାଙ୍କ ୟୁ। ବିଶ୍ୱନାଥ ବାବୁ। ସୀମା ମ୍ୟାଡ଼ାମ କୁହନ୍ତୁ। ଓକେ ଅନମ୍ୟୁଟ୍ କାହିଁକି ହେଇପାରୁନି। ଓକେ ଠିକ ଅଛି ଯେ ଆଜିର ଯୋଉ ସେସନ ବହୁତ ଭଲ ଥିଲା ଆଉ ଆମେ ତାକୁ ବହୁତ ବଡ଼ ଆକାରରେ ଆମେ ଚାହିଁବା ତ ଆମେ କରିପାରିବା। ଆରସିଏମ ର ଛୋଟ ଛୋଟ କଥାକୁ ବି ଯଦି ଆମେ ପ୍ରାୟୋରିଟିରେ 1 ନମ୍ବରରେ ରଖିବା ତାହେଲେ ଆମେ ସବୁ କଥାର ବହୁତ ବଡ଼ ଫାଇଦା ଆମେ ନେଇଯାଇ ପାରିବା। ତ କାଲି ଆଉ ପହରଦିନରେ ଯୋଉ ପ୍ରୋଗ୍ରାମ ଅଛି ସେ ପ୍ରୋଗ୍ରାମକୁ ଯଦି ଆମେ ମ୍ୟାକ୍ସିମମ୍ ଲୋକଙ୍କୁ ପ୍ରମୋସନ କରିବା, ଆମ ଟିମକୁ ପ୍ରମୋସନ କରିବା, ଆମେ କାହାକୁ କହିବା ଯେ ଡ୍ରେସଟା ଆରସିଏମ ର ପିନ୍ଧ, ସେ କହିବ କି ନାଇଁ କାହିଁକି ପିନ୍ଧିବି କି କଣ କରିବି, ଆପଣଙ୍କୁ ଯୁକ୍ତି କରିବ କି ଆପଣଙ୍କୁ ଭଲ ଲାଗିବନି। ତ ଆପଣ ଯଦି ଗୁରୁକୁଳକୁ ତାଙ୍କୁ ଡାକିଦେବେ ତ ଗୁରୁକୁଳରେ ସେ ଅଟୋମେଟିକ ସେ ବୁଝିଯିବ ଆଉ ଆପଣଙ୍କୁ ସେ ଡିମାଣ୍ଡ ବି ହେଇଯାଇ ପାରିବ। ଓକେ ଥ୍ୟାଙ୍କ ୟୁ। ସାର୍ ଆସନ୍ତୁ ଚାନ୍ଦ ସାର୍। ନମସ୍କାର ସମସ୍ତଙ୍କୁ। ନମସ୍କାର। ଜୟ ଶ୍ରୀ ଜୟ ଆରସିଏମ। ଜୟ ଆସି ସମସ୍ତେ ଭଲରେ ଅଛନ୍ତି ରାମ। ସମସ୍ତଙ୍କର। ଆଉ ଏଇ ସକାଳେ ଏଇଭଳି ଆଗ୍ରହ ଉତ୍ସାହରେ ଆନନ୍ଦରେ ସମସ୍ତେ କଥାବାର୍ତ୍ତା ଆମେ କରୁଛେ। ମର୍ଣ୍ଣିଂ ସୋଜ୍ ଦ ଡେ। ସକାଳ ଯେତେ ଭଲ ହବ ଦିନ ସାରା ସେତେ ଭଲ ହବ। ମର୍ଣ୍ଣିଂ ସୋଜ୍ ଦ ଡେ। ସକାଳେ ଯେତେ ଆମେ ସେଥିପାଇଁ ଆରସିଏମ ର ଯୋଉ ଗୁରୁକୁଳରେ ବସିଗଲେ ଆଟେଣ୍ଡ କରିଦେଲେ ସେ ଯୋଉ ପରିବେଶ ସେ ଯୋଉ ଆଲୋଚନା ତ ସିଏ ଏତେ ପ୍ରଭାବଶାଳୀ ହୁଏ ମନ ଉପରେ ତ ସିଏ ଦିନ ସାରା ଉତ୍ସାହ ଲାଗେ। ତା ପରେ ଆମର ଏଇ ଯୋଉ ପ୍ରୋଗ୍ରାମ ହଉଛି ସିଏ ବି ବହୁତ ବଢିଆ, କାରଣ ସେଠି ଯାହା ଆମେ ଶୁଣୁଛେ ଖାଲି ତ ଶୁଣୁଛେ କିନ୍ତୁ ଏଠି ଆମେ ସେଇଟା ପ୍ରକାଶ କରିପାରିବା। ତେଣୁ ମୁଁ ତ ବାର ବାର କହୁଛି ଆପଣଙ୍କର ପ୍ରକାଶ ଯୋଉ କରୁଛନ୍ତି ତାକୁ ଆପଣଙ୍କର ଟିମର ଲୋକମାନେ ଯଦି ଶୁଣିବେ ତାହେଲେ ଆହୁରି ଭଲ ହୁଅନ୍ତା। କିନ୍ତୁ ଆପଣମାନେ କଣ ଉପାୟ ବାହାର କରନ୍ତୁ। ଯଦି ଯୋଉ ଉପାୟରେ ଲୋକମାନଙ୍କୁ ଆପଣ ବୁଝାଉଛନ୍ତି ଡାକୁଛନ୍ତି ଆସିପାରୁନାହାନ୍ତି, ଆଉ କୋଉ ଉପାୟ ବାହାର କରନ୍ତୁ। ଉପାୟ ବାହାର କରନ୍ତୁ। ଇଚ୍ଛା ଥିଲେ ଉପାୟ ବଳେ ବଳେ ଆସେ। କାଲି ଆମେ ଡିସ୍କସନ କରୁଥିଲେ, ଆପଣଙ୍କୁ ଯଦି ଇଚ୍ଛା ଥିବ ଉପାୟ ଆସିବ, ନିଶ୍ଚିତ ଆସିବ। ଆଉ ଇଚ୍ଛା ଯଦି ନଥିବ ଲୋକଙ୍କୁ ଇନଭଲ୍ଭ କରିବାରେ ତାହେଲେ ଉପାୟ ତ ମାଇଣ୍ଡଟା ବ୍ଲକ୍ ହେଇଯିବ। ତ ଆଜିର ଡ୍ରେସ୍ କୋଡ୍ ପାୱାର ଡ୍ରେସିଂ ଇଏ ଆମର ଯେତେବେଳେ ଆରସିଏମ ରେ ଆରମ୍ଭ କଲେ ସେଇ ସମୟରେ ଆମର ମାନେ ଡ୍ରେସ୍ କୋଡ୍ ଉପରେ ସଞ୍ଜୀବ ସାର୍ଙ୍କର ବହୁତ ଷ୍ଟ୍ରିକ୍ଟଲି ସମସ୍ତଙ୍କୁ ବୁଝେଇବା ଆରମ୍ଭ କଲେ, କେମିତି ଡ୍ରେସ୍ ପିନ୍ଧିବାକୁ ପଡିବ, କେମିତି ହାଫ୍ ସୁ ପିନ୍ଧିବାକୁ ପଡିବ, ଟାଇ କୋଟ୍ ଏସବୁ ବିଷୟରେ ସଞ୍ଜୀବ ଜୀ ବହୁତ ଆମକୁ ଡିସିପ୍ଲିନ ଶିଖଉଥିଲେ। କାରଣ ଆମେ ସବୁ ଇନଡିସିପ୍ଲିନ ଥିଲୁ, ବିଶେଷ କରି ମୁଁ ତ ବହୁତ ଇନଡିସିପ୍ଲିନ ଥିଲି। କାରଣ ଓକିଲାତିର ପରିବେଶ କାହାକୁ ଖାତିର କରିବା କଥା ନୁହେଁ। ଯେମିତି ସେମିତି କରି ଆମର ବିଶେଷ କରି ପୁରୀର କଲଚର, ହାଫ୍ ସୁ ପିନ୍ଧିବା। ସଞ୍ଜୀବ ସାର୍ ହାଫ୍ ସୁ ଆମେ ପିନ୍ଧୁ କିନ୍ତୁ ଘରେ ଆଣି ରଖିଦୁ, ତାପରେ ଚଟି ପିନ୍ଧିକିରି ବାହାରୁ। ସାର୍ଟକୁ ପିନ୍ଧୁ, ସାର୍ଟକୁ ଇନସାଇଡ କରିବୁନି, ଏଇ ସବୁ କଥା। ତ
ସାର୍ଟ ପିନ୍ଧିବା, ଇନସାଇଡ୍ କରି ପିନ୍ଧିବା, ଫୁଲ୍ ସାର୍ଟ ପିନ୍ଧିବା, ହାଫ୍ ସୁ ପିନ୍ଧିବା, ଏ ଡ୍ରେସ୍ କୋଡ୍ ଡ୍ରେସ୍ ର ପ୍ରଭାବ କେମିତିକା ସେ ବିଷୟରେ ବି ସନ୍ଦୀପ ସାର୍ ବୁଝଉଥିଲେ, ଯୋଉଟା ଏଇ ସବୁ ଆରମ୍ଭ ହେଇଛି 3 ଦିନର ଯୋଉ ଏପିସୋଡ ଆରମ୍ଭ ହେଇଯାଏ, ବହୁତ କିଛି ହେବ ସେଥିରେ। ଆପଣମାନଙ୍କର ଟିମ୍ କୁ ଯଦି ଆଟେଣ୍ଡ କରିବେ ତାହେଲେ ସେମାନେ ବହୁତ ଶିଖିବେ ଏଥିରୁ। ଏଇ ଯୋଉ ଆରମ୍ଭ ହେଲା ଆଜିଠୁ ଡ୍ରେସ୍ କୋଡ୍ ଉପରେ, ଯାହାର ଡ୍ରେସ୍ କୋଡ୍ ଭଲ ଅଛି ସେ ପ୍ରଭାବଶାଳୀ ଅନ୍ୟମାନଙ୍କ ଉପରେ ପ୍ରଭାବ ପକେଇ ପାରିବ। ଏଇ ଯୋଉ ସେଥିରେ ଗୋଟେ ବହୁତ ବଢିଆ କଥା, ଆପଣ ମାନେ ବସ୍ ଷ୍ଟାଣ୍ଡରେ କି କୋଉଠି ଗୋଟେ ଯାଉଛନ୍ତି ରେଲୱେ ଷ୍ଟେସନରେ, କି କାହାକୁ ଗୋଟେ ଆଡ୍ରେସ୍ କାହାକୁ ଗୋଟେ ପଚାରିବାର ଅଛି, କି ଟ୍ରେନ୍ ଟାଇମ୍ ଜାଣିବାର ଅଛି, କି ଗୋଟେ ଇନଫର୍ମେସନ ଜାଣିବାର ଅଛି, କି ବସ୍ ଷ୍ଟାଣ୍ଡରେ, ତ କାହାକୁ ପଚାରିବେ ଆପଣ ସେଠି ନିଜକୁ ଚିନ୍ତା କରନ୍ତୁ। ଯେତେବେଳେ ଦେଖିବେ ଗୋଟେ ଲୋକର ଡ୍ରେସ୍ ଠିକ ମତନ ପିନ୍ଧିଛି, ବଡି ଲାଙ୍ଗୁଏଜ ଠିକ ଅଛି, ତ ତାକୁ ପଚାରୁଛେ ଆମେ। ଏ କଥାଟା ସେ ବୁଝଉଥିଲେ, ଆପଣ ମାନେ ମାର୍କ କରିଥିବେ, ଏଇଟା ଗୋଟେ ଏଇଠି ହିଁ ସବୁ କଥା ଏଇଠି ହିଁ ରହିଯାଉଛି। ଆପଣ ସେଠି କାହାକୁ ପଚାରିବେ, ଆପଣ ଅଟୋମେଟିକଲି ସେଇ ଲୋକକୁ ପଚାରିବେ ଯାହାର ଦେଖିବେ ଡ୍ରେସ୍ ଭଲ ପିନ୍ଧିଛନ୍ତି, ତାଙ୍କର ବଡି ଲାଙ୍ଗୁଏଜ ଭଲ ଅଛି, ସିଏ ତାକୁ ହିଁ ପଚାରିବେ। ତ କାହିଁକି ନା ତାର ବଡି ଲାଙ୍ଗୁଏଜରେ, ତାର ଡ୍ରେସରେ ଗୋଟେ ଟ୍ରଷ୍ଟ ଆସୁଛି, ବିଶ୍ୱାସ ଜନକ ବ୍ୟକ୍ତିତ୍ୱ ତା ଭିତରେ ଝଲକୁଛି ସେ ଡ୍ରେସ୍ ପିନ୍ଧିବା ଦ୍ୱାରା। ତେଣୁ ଅଟୋମେଟିକଲି ଆମେ ତାଙ୍କୁ ପଚାରି ଦଉଛୁ, ଇନଫର୍ମେସନ ଦଉଛୁ, ତାଙ୍କ କଥା ଉପରେ ବିଶ୍ୱାସ କରୁଛୁ। ଇଏ ଗୋଟେ ବଡ କଥା। ତ ଏଇଥିରୁ ହିଁ ଆରସିଏମ ର ସିଷ୍ଟମର ମାନେ ନିଚୋଡ଼ ଏଇଠି ହିଁ ରହିଯାଉଛି। ଆମେ ଲୋକଙ୍କୁ ଆମେ ଆରସିଏମ ବିଜନେସ ବାବଦରେ, ଆରସିଏମ ର ସିଷ୍ଟମ ବାବଦରେ ଯେତେବେଳେ କହିବାକୁ ଯାଉଛୁ, ସେତେବେଳେ ସେ ବ୍ୟକ୍ତିର ଆମର କଥାକୁ ଗ୍ରହଣ କରିବ ନ କରିବ, ସେ ତାର ଅବଚେତନ ମନରେ, ସେ ଉପରେ ଉପରେ ତ ଭଲ କଥାବାର୍ତ୍ତା କରିବ। ଏଇଟା ଭାରି ସୂକ୍ଷ୍ମ କଥା। ଏଇଠି ହିଁ ସବୁ ସନ୍ଦୀପ ଜୀଙ୍କ ଭାଷାରେ ସବ ଖେଲ यहीं पर होता है, ଅନ୍ତର ମନ में। ଆମେ ଉପରେ ଉପରେ ସେ ଭଲ କଥା କହୁଥିବ, କିନ୍ତୁ ତାର ଅନ୍ତର ମନରେ ସିଏ କଷୁଥିବ ଏ ବ୍ୟକ୍ତି କେମିତିକା, ତାର ବ୍ୟବହାର, କଥାବାର୍ତ୍ତା, ତାର ଡ୍ରେସ୍ କେମିତି ପିନ୍ଧିଛି, ଏ ସବୁର ପ୍ରଭାବ ତାର ଅବଚେତନ ମନରେ ଭାରି ଜୋରେ ପକାଏ। ତେଣୁକରି କାଜୁଆଲ କଥାବାର୍ତ୍ତା କରିଲେ, ଯେମିତି ସେମିତି କଥାବାର୍ତ୍ତା କଲେ, ଭଏସରେ ଯଦି ସେଭଳିଆ ମାନେ ଓଜନ ନଥିବ, ମୁହଁ ଫେସ୍ ଲାଙ୍ଗୁଏଜ ଯେମିତିକା, ବଡି ଲାଙ୍ଗୁଏଜ, ଏ ସବୁର ବି ପ୍ରଭାବ ବହୁତ ପଡିଯିବ। ତେଣୁ ଯେମିତି ଭଲ ଡ୍ରେସ୍ ପିନ୍ଧିଥିବେ, ମାନେ ଭଲ ଡ୍ରେସ୍ ମାନେ ଯୋଉ ବହୁତ ଗୁଡେ ଓଭର ସ୍ମାର୍ଟ ଭଳି ଡ୍ରେସ୍ ପିନ୍ଧିବା ସେ କଥା ନୁହେଁ, ସିମ୍ପଲି କିନ୍ତୁ ବିଶ୍ୱାସ ଜନକ, ଟ୍ରଷ୍ଟ ୱର୍ଦି ଏଇଭଳି ଡ୍ରେସ୍ ପିନ୍ଧିଥିବେ, ତାହେଲେ ଲୋକଙ୍କ ଉପରେ ପ୍ରଭାବ ପଡିବ। ଆଉ ସେଇଭଳି ଭାବରେ ବ୍ୟକ୍ତିତ୍ୱ, ଯେମିତି ସୁକାନ୍ତ ବି ଲକ୍ଷ୍ୟ କରିଛନ୍ତି, ଆଜିର ଏଥିରେ କହୁଥିଲେ କେମିତି କଥାବାର୍ତ୍ତା କରିବା, କେମିତି ବସିବା, ହାତ ଗୋଡର କେମିତିକା ଲାଙ୍ଗୁଏଜ, ଏଗୁଡା ବହୁତ କିଛି ଅଛି। ଏଗୁଡା କଣ ହୁଏ, ଏଗୁଡା 3 ଦିନ ଯାକ ଆପଣ ମାନେ ସବୁ ଶୁଣିବେ, କିନ୍ତୁ ଇଏ ନିଜେ କେମିତି ଅଭ୍ୟାସ କରିବେ, ଯେତେବେଳେ ବହୁତ ଲୋକଙ୍କ ସହିତ ମିଶିବେ, ବହୁତ ଲୋକଙ୍କ ସହିତ ମିଶିବେ, କଥାବାର୍ତ୍ତା କରିବେ, ତାଙ୍କର ସହିତ ଇଣ୍ଟରାକ୍ସନ ହବ, ତାପରେ ଧୀରେ ଧୀରେ ନିଜର ବ୍ୟକ୍ତିତ୍ୱ ବଦଳିଯିବ। ଆଉ ଡ୍ରେସ୍ ମଧ୍ୟ ଭଲ ପିନ୍ଧିବେ, ଭଲ ସବୁ, କେବଳ ପ୍ରାକ୍ଟିକାଲି ଇଣ୍ଟରାକ୍ସନ ଯେତେବେଳେ ହବ। ତେଣୁ ବିସିଜିଙ୍କର ଗୋଟେ କଥା ସେ କହନ୍ତି ୟାରି ଉପରେ, ତ आप अच्छा लगना चाहिए। ତାଙ୍କର ଗୋଟେ ପ୍ରୋଗ୍ରାମରେ ମୁଁ ଟିପିକିରି ରଖିଥିଲି, ହେଇଗଲାଣି ଏ ପୁରୁଣା ଖାତା, ଭିତରେ ବହୁତ ବିସିଜିଙ୍କର ଯୋଉ ଗୋଟେ ଖାତା ସବୁ ମୋର ବହୁତ ଅଛି, ସବୁ ପ୍ରୋଗ୍ରାମରେ ମୁଁ ତାକୁ ନୋଟ୍ କରେ। ଇଏ ଗୋଟେ ବି ନୋଟ୍ ଖାତା, ବହୁତ ଖୋଲୁଥିଲି, ପୁରୁଣା ଖାତାଟେ ବାହାରିଲା, ସେଥିରେ ବିସିଜିଙ୍କର ଗୋଟେ ପ୍ରୋଗ୍ରାମରେ କହୁଥିଲେ, ମୁଁ ଲେଖି ରଖିଥିଲି ବୋଧେ 4-5 ବର୍ଷ ତଳର, आप अच्छा लगना चाहिए, ମାନେ ବ୍ୟକ୍ତି ସାଙ୍ଗରେ କଥାବାର୍ତ୍ତା କଲେ ଆପଣ ଭଲ ଲାଗିବା ଦରକାର। अच्छा नहीं लगे तो ତା ଉପରେ ପ୍ରଭାବ ପଡିବନି, ସେ କାଜୁଆଲ ହେଇଯିବ। तो आपका बातें, आपका एक्साइटमेंट अच्छा लगना चाहिए, आपका कपड़ा अच्छा लगना चाहिए, आपका नॉलेज, आपका कौशल्य, जो कुशलता, आपका एटीट्यूड, आपका सोच विचार, आपका हैबिट्स, आपका ईमानदारी, आपका कमिटमेंट, आपका व्यवहार अच्छा लगना चाहिए, आपका जोश, आपका ऊर्जा, आपका नैतिक मूल्य
अच्छा लगना चाहिए। यार भितर बहुत कथा रही, ये सब भल लगे दरकार। आम जिते क्या सांगे कथबार्ता करवा, मार्केटिंग प्लान प्रेजेंटेशन करवा, मीटिंग अटेंड करवा, ग्रुप होम मीटिंग करवा कि जूम रे बसिवा, तो आमे भाविया उचित जे आमे जेमती आमको जेमती लोके जे देखुचंती कथबार्ता करूचंती आम सहित तांकु जेमती आमे भलो लागिउ, आमर व्यवहार रे, आम कथबार्ता रे, आमर ड्रेस रे, आमर जोता रे भी। जोता होची समस्त बड़ कथा। जोता ही मनीषर व्यक्तित्व सेठी जना पड़े। सी सब भल जोता पिंधे, लेडीज माने भल पिंधे, जोटा चटी पिंधे जोटा कि आम आरसीएम रो। तो तेणु सब अच्छा लगना लगे जदि भल ड्रेस पिंधि। तेणुक आ गोटे कथा सी गोटे अच्छी से जो अपने ऊपर काम नहीं करते, मतलब खुद को विकास नहीं करते, जे निजको डेवलपमेंट न करिवो, जे निजर ड्रेस फेस कथबार्ता चाली चलन व्यवहार निज भल न करिवो, ये माने मु एमिति हेबी, एमिति हवा दरकार, सेमिति हवा दरकार, एमिति संभव होनी परिपरिबे कि सेमतिका एमिति कथा कहबी सेमति कथा कहबी भाबिकिरी चिंता करिकिरी करिया गले भूल भाल हो। एगुड़ा हेबो केवल बार बार लोकों सहित इंटरेक्शन कले, बार बार मीटिंग अटेंड कले, बार बार ग्रुप मीटिंग कले, बार बार लोकों सहित मार्केटिंग प्लान प्रेजेंट कले, कथबार्ता एगुड़ा सब जेते जी अधिका एगुड़ा करूथिबो सी अवचेतन मन से निजको ठीक कर दउथिबो। संजीव सर एते केते हजार तांकर मीटिंग सेमिनार ट्रेनिंग केते लक्ष लोकों सहित संजीव सर कहतु, प्रहलाद सर कहतु, बीसीजी कहतु, से माने इंटरेक्शन करूछंती। तेणु से कौन होती निजको तैयारी कर देइछंती। तेणु जी जेते अधिका लोकों सहित मिसी परियो, सेतिबई जी जो अपने ऊपर काम नहीं करते, मतलब खुद का विकास नहीं करते, वो क्या करते, कंपनी को आगे रखते। निजे निजे को यदि निजको अपडेट अपग्रेड जो कहती, निजको यदि अपडेट आम अपग्रेड न करवा, ताले आम कौन करवा, आम भितर गोटे दुर्बलता रही जीवो, गोटे कौन रहिबो ना इनफीरियरिटी कॉम्प्लेक्स जो कहती, न्यून भाव, निजको आम भारी न्यून भाविबा, एटा समस्त खतरनाक चिंताधारा। निजको छोट भाविबा, ए मु कौन कहि परिबी, मो कथा कौन सुनिबे, मते से मते खराब लागियो, से कौन भाविबे, ये जो निजको न्यूनता बोध आसी जाउछि। जदि आमे निजको डेवलपमेंट करबानी, निजर व्यक्तित्व को डेवलपमेंट करबानी, निजर शार्ट पैंट ड्रेस पोशाक भल, निजको न्यूनता बोध लागियो। तेणु कौन करबा आमे सेठी से जगह रे कौन करंती लोक माने सब कंपनी को आगे रखियो, आगे कंपनी, आगे कंपनी कथा कहबे, कंपनी हमको हमर कंपनी सेमती कंपनी जे एमती का, तापर कौन करिवे ऑफलाइन तापर आनिबे, संजीव जी को आनिबे, प्रहलाद जी को आनिबे, सतपति को आनिबे, एंकरी कथा कहबे, तापर कौन करिवे उसका पीछे खुद रह जाते। एमानन को आगे रखिबे, पछरे निजे रहि जिवे। एमानन को तो सम्मान देबे, सब करिवे, किंतु जदि तांको पछरे रहि जिवे, तांको पछरे रहि जिवे, ताले कोन हबो, निजर व्यक्तित्वर डेवलपमेंट होबनी, निजर प्रभाव पड़िबनी लोकंक उपरे, निजे सेही भली भाबरे छोटा सेतरे नॉल बिजनेस भी पड़िबनी। तेणु कोन करबा को बीसीजी कहउचंती जे प्रथमे कौन करिवे, जो माने निजको आगे रखिवे, निजको आगे रखी व्यक्ति कौन हो, मु जेतेबेले संजीव सारंकर सहित देखा कली, सी जेतेबेले मो सहित देखा कले, आरसीएम बिजनेस बुझेइले, मु कंपनी देखिनी, कंपनी देखिनी, प्रोडक्ट विषय रे भल मंतन जानिनी, साधारण प्रोडक्ट थिला, कंपनी को देखिनी, टीसीजी को भल भाबे चिन्हिनी, तांकर ऑफलाइन प्रहलाद जी को मध्य जानिनी, प्रहलाद जी को मध्य जानिनी, संजीव जी व्यक्तित्व, तांकर ड्रेस, तांकर व्यवहार से ही प्रथमे प्रभाव पकईला मो उपरे। तापरे पछरे तांकर कंपनी, तांकर पछरे ऑफलाइन, तांकर पछरे कंपनी सब आसिले। ये कथा जिते मु देखिली, संजीव सर जिते कथा भी मते मु जिते फील कली, संजीव सर तापरे बुझेइले, व्यक्ति प्रथमे कौन करिवो, जो व्यक्ति प्लान शो करिवो प्रथमे ताकू ही से देखिवो, तार ऊपर जेमती विश्वास आसीबो, ता ऊपर जदी विश्वास आसी गला, तापर से कंपनी को विश्वास करिवो, तापर से समस्त को विश्वास करिवो। तो
ସେଠି କଣ ହବ ଆ, ଆ, ଏଇ କଥା ଯେତେବେଳେ ମୁଁ ବୁଝିପାରିଲି, ତେଣୁ ମୁଁ ନିଜକୁ ସେଇଭଳି ଭାବରେ ମାନେ ବିଶ୍ଵସନୀୟ ଭାବରେ ବ୍ୟକ୍ତିତ୍ୱ ତିଆରି କରିବାକୁ ହେଲା, ଯାହାକୁ ପ୍ରଥମେ ବ୍ୟକ୍ତି ମତେ ହିଁ ପସନ୍ଦ କରିବେ, ତାପରେ ମୁଁ ସଞ୍ଜୀବ ସାରଙ୍କ ପାଖକୁ ନେବି। ଆଉ ମତେ ଯଦି ପସନ୍ଦ ନ କରିବେ, ମତେ ଯଦି ମୋର ସହିତ ଯଦି ସମ୍ପର୍କ ଭଲ ନ ରହିବ, ସେମାନେ କମ୍ପାନୀକୁ ଦେଖିବେନି, କି ପ୍ରଡକ୍ଟକୁ ଦେଖିବେନି, କି ଅଫଲାଇନକୁ ଦେଖିବେନି ସେମାନେ। ତେଣୁ ବ୍ୟକ୍ତିର ନିଜକୁ ଆଗେ ତିଆରି କରିବା, ଡେଭଲପମେଣ୍ଟ କରିବା, ଆଉ ନିଜର ସେଥିପାଇଁ ଡ୍ରେସ୍ କୋଡ୍ ଆଉ ବହୁତ ଇମ୍ପୋର୍ଟାଣ୍ଟ। ତା ସହିତ ଏକ୍ସାଇଟମେଣ୍ଟ ରହିବା, ନିଜର ବଡି ଲାଙ୍ଗୁଏଜ ଠିକ ରଖିବା। ଆଉ ଏ ସବୁ ହବ, ଏ ତ ଥିଓରିଟିକାଲି ସବୁ, କିନ୍ତୁ ଏ ସବୁ ହବ ଆମେ ଯଦି ପ୍ରାକ୍ଟିସ କରିବା ପ୍ରତିଦିନ। एकथा भी संजीव साहब 2005 कहले लोग कौन बसते सब कहते सर ये कैसे होगा, कैसे करेगा ये, किताब पढ़कर या आपसे सुनकर हम याद रखकर नोट कीजिए, हम ऐसे क्या करेंगे, ये करेंगे, वो करेंगे, ये करेंगे। कहले ऐसे से नहीं होगा, आपको प्रैक्टिस करना है। रोज नए लोगों के साथ मिलना है, पुराने लोग जो है आपके टीम में उनका साथ बातचीत करना है, उनका साथ फिजिकली उनका साथ मीटिंग करना है। और जितना नया लोगों के साथ आप मिलेंगे तो आपका पर्सनालिटी डेवलपमेंट बहुत अच्छा जरूर होगा। तो कौन होगा ना, आम चेष्टा करवा निजको तांको पाखरे भल हवा पाई। ये केवल प्रैक्टिस द्वारा ही हम। तेणु आपण मैंने आमे समस्ते चेष्टा करंतु सबले लोकन सहित इंटरेक्शन करने, सबले लोकन सहित मिसवा चेष्टा करंतु, सबले लोकन सहित मिसवा को, कथा कहवा सबले चेष्टा करंतु। नुआ लोक पुराना लोक कथा कहतु, खाली लोक सहित मिशंतु, कथा कहतु, फिजिकली कहतु, मार्केटिंग प्लान प्रेजेंटेशन करंतु, प्रोडक्ट विषय कहतु, प्रतिदिन किसी किसी करंतु, निज भितर गोटे निखार आसीजिवो, परिवर्तन आसीजिवो। थैंक यू बहुत बहुत धन्यवाद। आपण माने दुईटा को आर काली परदिन भी ना देखिनी कि सब तक वीडियो गुडा भी देखिए, तार बहुत कथा अछि, ताको ओवरलुक करबन, तार भीतर आउरी कथा अछि। थैंक यू। ओके, थैंक यू, बहुत बहुत धन्यवाद सर। बहुत सारा दिग्दर्शन भी हमको मिलला जे निजे ठीक देखा हवा निहाती दरकार, निजर ठीक कथा अपडेट आम रहिबा दरकार। आउ सबटु बड़ कथा जे आज हला 6 तारीख, 8 तारीख के हमर भुवनेश्वर रे प्रोग्राम, भुवनेश्वर प्रोग्राम पाई भुवनेश्वर रे आपनकर जोटी भी टीम अछि ताको जोरदार प्रमोशन करंतु, कारण इथरक स्किन केयर और हेयर केयर ऊपर बहुत बढ़िया प्रोग्राम हमर रहिबो। तो स्किन को डेवलपमेंट करवा, हेयर को डेवलपमेंट करवा निहाती जरूरी। तो भुवनेश्वर रे जहार भी टीम अच्छी इनफॉर्म भी करंतु। आउ ता सहित भुवनेश्वर रे भी जो लीडर माने अछंती तो से माने माने ताको लिस्ट अनुसार प्रत्येक को इनफॉर्म करवा निहाती जरूरी। ता छड़ा 9 तारीख दिन नेमाଳ ଆଉ 15 तारीख बिलाहट ଆଉ ସେ ଯୋଉ ପାକୁରା ପାଖରେ ସେ ଜାଗା କଣ ମୁଁ ଏକ୍ଜାକ୍ଟଲି ଭୁଲି ଯାଉଛି। ପାଇଲ 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 ଆଉ ତା ସହିତ 16 ତାରିଖ କଟକ ଆଉ ଜାରକା। ଏଥିପାଇଁ ଜୋରଦାର ପ୍ରୟାସ କଲେ ହିଁ ଆମେ ସଫଳ ହେଇପାରିବା। ଓକେ, ଆଜି ତ ସମୟ ହେଇଯାଇଛି। ନମସ୍କାର, ଜୟ ଆରସିଏମ। ଆପଣଙ୍କ नमस्कार ଦିନଟା प्रभु। ଆଜି ସୁଖରେ କଟୁ, ଭଲରେ କଟୁ, ଆପଣ ଜୀବନରେ ଉନ୍ନତି କରନ୍ତୁ। जय आर सी एम, जय आर सी एम।